ଭିଡ଼ିଓରେ ଆପଣମାନେ ଦେଖିଥିବେ ଯେ ଆମେ ଖସଡ଼ାରେ ଭୋଜି କରିଥିଲୁ। ତାପରେ ସେଠାରୁ ଭୋଜି ଖାଇ ଆମେ ବାହାରିଥିଲୁ ଜିରାଙ୍ଗ ଆଡ଼େ। ଜିରାଙ୍ଗର ରାସ୍ତା ଦେଇ ଗଲାବେଳେ ଆମେ ମଧ୍ୟ କିଛି ବୌଦ୍ଧ ଧର୍ମର ଲୋକମାନଙ୍କୁ ମଧ୍ୟ ଦେଖିଥିଲୁ। ସେଇ ରାସ୍ତାରେ ଯିବା ସମୟରେ ଆମ ଏନର୍ଜି ଟିକେ ବି ମାତ୍ର କମ୍ ହେଇନଥିଲା। ସମସ୍ତେ ନାଚ ଗୀତରେ ଲାଗି ଯାଇଥିଲେ। ଜିରାଙ୍ଗ ଗାଁ ଦେଇ ଯିବା ସମୟରେ ଆମେ ଦେଖିଲୁ ସେମାନେ ମକା ଗୁଡ଼ିକ ଭାଡ଼ି କରି ରଖିଥିଲେ। କିଛି ରାସ୍ତା ଯିବା ପରେ ଆମେ ବୌଦ୍ଧ ଧର୍ମର ଫ୍ଲାଗ୍ ଗୁଡ଼ିକ ଦେଖିଲୁ। ସେଗୁଡ଼ିକ ରାସ୍ତା କଡ଼ରେ ବହୁତ ସୁନ୍ଦର ଦେଖାଯାଉଥିଲେ। ବିଭିନ୍ନ ରଙ୍ଗର ଫ୍ଲାଗ୍ ଗୁଡ଼ିକ ସବୁ ରାସ୍ତା କଡ଼ରେ ଥିଲେ। ସେଠିକାର ଲୋକମାନେ ସବୁ ମକା ଛଡ଼ାଇବା କାମରେ ଲାଗିଯାଇଥିଲେ। ସନ୍ଧ୍ୟା ସମୟକୁ ଥଣ୍ଡା ଥଣ୍ଡା ପବନ ସହିତ ରାସ୍ତାର ଭିଉ ମଧ୍ୟ ବହୁତ ସୁନ୍ଦର ଥିଲା। କିଛି ସମୟ ଭିତରେ ଆମେ ଏଣ୍ଟ୍ରି କରିଥିଲୁ ଜିରାଙ୍ଗର ମେନ୍ ଗେଟ୍ ଭିତରେ। ଟିକେ ଦୂରରୁ ସେଠାରେ ଥିବା ବେଲ୍ ଗୁଡ଼ିକ ମଧ୍ୟ ଭଲ ଭାବରେ ଦେଖାଯାଉଥିଲା। ଆଉ ଆମେ ସବୁ ସେହି ସ୍ମୃତି ଗୁଡ଼ିକୁ ସାଉଁଟି ଚାଲିଥିଲୁ। ସେଇ ଭିତରେ ଆମେମାନେ ଡିସ୍କସନ୍ କରୁଥିଲୁ ଆମକୁ କେତେ ଟାଇମ୍ ଜିରାଙ୍ଗରେ ରହିବାର ଅଛି, କାହିଁକି ନା ଆମକୁ ପୁଣି ବ୍ରହ୍ମପୁର ଫେରିବାର ଥିଲା। ସେହି ଭିତରେ ଆମ ଗାଡ଼ି ଯାଇ ପହଞ୍ଚି ଯାଇଥିଲା ଜିରାଙ୍ଗର ମେନ୍ ମନେଷ୍ଟ୍ରିରେ। ତ ସେଠାରୁ ଆମେ ଓହ୍ଲେଇ ବାହାରିଲୁ ଜିରାଙ୍ଗ ପରିଦର୍ଶନରେ। ତାପରେ ଆମେ ଗଲୁ ସମସ୍ତଙ୍କର ଟିକେଟ୍ କରିବା ପାଇଁ। ସମସ୍ତଙ୍କର ଏକାଥରେ ଟିକେଟ୍ ହେଲା ପରେ ଆମେ ଭିତରକୁ ବୁଲିବା ପାଇଁ ଗଲୁ। ଭିତରକୁ ଯାଉ ଯାଉ ଆମ ସମସ୍ତଙ୍କର ମେନ୍ କାମ ଫଟୋ ଉଠା କାମ ଆରମ୍ଭ ହୋଇଗଲା। ପ୍ରଥମେ ସମସ୍ତେ ଗୋଟେ ଗ୍ରୁପ୍ ଫଟୋ ନେଲୁ, ତାପରେ ଯିଏ ଯାହାର ନିଜ ନିଜର ଫଟୋ ଉଠାଇଲେ। ଭିତରେ ବହୁତ ଗୁଡ଼ିଏ ସୁନ୍ଦର ସୁନ୍ଦର ଗଛ ଥିଲା। ଜିରାଙ୍ଗ ବୁଦ୍ଧିଷ୍ଟ ଟେମ୍ପଲରେ ପିଲାମାନେ ପାଠ ମଧ୍ୟ ପଢ଼ୁଛନ୍ତି, ଆଉ ସେମାନେ ରହିବା ପାଇଁ ହଷ୍ଟେଲ ମଧ୍ୟ ରହିଛି। ଏଇ ଭିତରେ ଆମେ ବାହାରିଲୁ ମେନ୍ ମନ୍ଦିରକୁ।
ସେଠି ବୁଦ୍ଧଦେବଙ୍କର ବହୁତ ବଡ଼ ପ୍ରତିମାଟିଏ ଅଛି ଏବଂ ପରିବେଶ ବହୁତ ଶାନ୍ତ ଥିଲା। ମନ୍ଦିର ଭିତରେ ଥିବା କାରୁକାର୍ଯ୍ୟ ଯେଉଁ କେଉଁ ଲୋକର ମଧ୍ୟ ମନକୁ ଆକର୍ଷିତ କରିବ। ଆମେ କିଛି ସମୟ ସେଠାରେ ରହି ବୁଦ୍ଧଦେବଙ୍କ ଦ୍ୱାରା ଦିଆଯାଇଥିବା କୋର୍ସ ଗୁଡ଼ିକ ପଢ଼ି ସେଠାରୁ ବାହାରି ଆସିଲୁ। ଆମେ ଜିରାଙ୍ଗରେ ପହଞ୍ଚିଲା ବେଳକୁ ଇଭିନିଂ ଟାଇମ୍ ଥିଲା, ତ ସେଠି ପଢ଼ୁଥିବା ପିଲାମାନେ ମଧ୍ୟ ପାଠ ପଢ଼ି ଘରକୁ ଫେରୁଥିଲେ। ଜିରାଙ୍ଗ ବୌଦ୍ଧ ମନେଷ୍ଟରୀକୁ ଫୁନ୍ତସୋକ୍ଲିଙ୍ଗ ମନେଷ୍ଟରୀ ମଧ୍ୟ କୁହାଯାଏ। ଏହା ତିବେତିଆନ ବୌଦ୍ଧ ଧର୍ମର ଏକ ପ୍ରମୁଖ କେନ୍ଦ୍ର। ଏହା ତିବେତିଆନ କଳା ଓ ସଂସ୍କୃତିକୁ ସୁରକ୍ଷା ଦେବା ଲକ୍ଷ୍ୟରେ ନିର୍ମାଣ କରାଯାଇଛି। ମନେଷ୍ଟରୀ ପାଖାପାଖି ସବୁଜ ପରିବେଶ ମନରେ ଅନେକ ଶାନ୍ତି ଆଣିଥାଏ। ପାରମ୍ପରିକ ତିବେତିଆନ ଶୈଳୀରେ ନିର୍ମିତ ଏଠାରେ ରଙ୍ଗୀନ ପ୍ରାର୍ଥନା ପତାକା ଆଉ ସବୁ ନିର୍ମଳ ପରିବେଶ ମନକୁ ବହୁ ଶାନ୍ତି ଦେଇଥାଏ। ଏଠାରେ ବିଭିନ୍ନ ବୌଦ୍ଧ ଉତ୍ସବ ଏବଂ ପୂଜାପାଠ ହୁଏ, ଯାହା ଦେଶୀ ଏବଂ ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରେ। ଏହି ସବୁ ବୁଲାବୁଲି କରି ଆମେ ବାହାରିଲୁ ତିବେତିଆନ ଗାଁ ବୁଲିବା ପାଇଁ। ସେଠି ରାସ୍ତା କଡ଼ରେ ଦୁଇ ସାଇଡରେ ପାଣି ଥିଲା ଏବଂ ମଝିରେ ଗୋଟେ ରୋଡ଼ ଥିଲା। ମନେଷ୍ଟରୀରେ ଦୈନିକ ଧ୍ୟାନ, ପୂଜା ଏବଂ ପାଠ ହୁଏ। ତିବେତିଆନ ବୌଦ୍ଧ ମନ୍ତ୍ର ବାଜା କରିବାର ସ୍ୱର ମନକୁ ବହୁତ ଶାନ୍ତି ଦେଇଥାଏ। ସେହି ସବୁ ବେଲ୍ ବିଷୟରେ ଜାଣିବା ପାଇଁ ଆମେ ଯାଉଥିଲୁ ଆଉ ଗୋଟେ ଜାଗାକୁ। ସବୁଠୁ ସିରିୟସଲି ଆମେ କରୁଛୁ। ଧନ୍ୟବାଦ ଦିଅ। ମୋ ହାତ ଦେଖିଲା ବେଳକୁ କଣ ନେଇ ଯାଉଛ? ୟେସ୍। ରାସ୍ତାରେ ଗଲା ବେଳେ ଆମେ ବହୁତ ସାରା ବୌଦ୍ଧ ଫ୍ଲାଗ ଗୁଡ଼ିକ ଦେଖିଲୁ। କିଛି ବାଟ ଗଲା ପରେ ଗୋଟେ ଛୋଟ ବ୍ରିଜ ପଡ଼ିଲା, ଆଉ ସେଠି ଆମେ ଠିଆ ହୋଇ କିଛି ଟାଇମ୍ ଫଟୋ ଉଠାଇଲୁ। ସମସ୍ତେ ଗ୍ରୁପ ଫଟୋ ମଧ୍ୟ ନେଲୁ। ସେଇ ପାଖରେ ଗୋଟେ କଫି ଦୋକାନଟିଏ ଥିଲା। ସେଠି ଚା, କଫି, ବ୍ଲାକ୍ କଫି, ତିବେତିଆନ ଟି, ଅଦା ଲେମ୍ବୁର ଚା ଏବଂ ଯିଏ ଚାହିଁବ କୋଲ୍ଡ ଡ୍ରିଙ୍କସ୍ ମଧ୍ୟ ମିଳୁଥିଲା। କିଛି ଟାଇମ୍ ଚାଲିଲା ପରେ ଆମେ ପହଞ୍ଚି ଯାଇଥିଲୁ ସେଇ ଆଗରେ ଥିବା ବେଲ୍ ଘର ପାଖରେ। ସେଠାରେ ଏଣ୍ଟ୍ରି କରିବା ପାଇଁ ଏଣ୍ଟ୍ରି ଫିସ୍ ଥିଲା 5 ଟଙ୍କା।
ଭିତରକୁ ଏଣ୍ଟ୍ରି କରିବା ପରେ ଆମେ ବୁଲିବା ସହିତ ତିବେତିଆନ କଷ୍ଟ୍ୟୁମ୍ ପିନ୍ଧି କିଛିଟା ଫଟୋ ମଧ୍ୟ ଉଠାଇଲୁ। ତାପରେ ଆମେ ଗୋଟେ ରିଲ୍ ସୁଟ୍ କଲୁ, ଯେଉଁଟାକି ଆପଣମାନେ ଆମ ସର୍ଟସ୍ ଭିଡ଼ିଓରେ ଦେଖିସାରିଥିବେ। କିଛି ଟାଇମ୍ ବୁଲାବୁଲି କରିବା ପରେ ଆମେ ଫେରି ଆସିଥିଲୁ ବସ୍ ଭିତରକୁ। ଆଉ ସେ ଟାଇମ୍ରେ ଆମ ସମସ୍ତଙ୍କର ଏନର୍ଜି ବହୁତ ଲୋ ଥିଲା, ତ ସମସ୍ତେ ରେଷ୍ଟିଂ ଫେଜ୍ରେ ଥିଲେ। आमे एबे चिरांगरू रिटर्न करूचु। टाइम आसी 6टा हेलानी। ରାତି ପ୍ରାୟ 8:30 ବେଳେ ଆମେ ପହଞ୍ଚି ଯାଇଥିଲୁ ବ୍ରହ୍ମପୁରରେ। ରହିଲି ସାଙ୍ଗମାନେ, ରାଧେ ରାଧେ। ଆପଣମାନଙ୍କୁ ଯଦି ଆମ ବ୍ଲଗ୍ ଭଲ ଲାଗୁଥାଏ ତେବେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି।